ଶ୍ରୋତାବନ୍ଧୁ, ପ୍ରାଚୀନ ଓଡ଼ିଆ ଗୀତିକାବ୍ୟ ପରମ୍ପରାରେ କୋଇଲି ପରି ଚଉତିଶା ଏକ ଗୀତିଧର୍ମୀ ପ୍ରରୂପ। ଏହା ଲୋକପ୍ରିୟ ମଧ୍ୟ। ସରଳ ତରଳ ଅନାଡମ୍ବର ଭାଷାରେ ପ୍ରାଣର ସୂକ୍ଷ୍ମ ଆବେଗକୁ ଏହା ଦ୍ୱାରା ପ୍ରକାଶ କରାଯାଇଥାଏ। ଓଡ଼ିଆ ବର୍ଣ୍ଣମାଳାର 34 ଗୋଟି ଅକ୍ଷର କ୍ରମରେ ଏହା ଲିଖିତ ହୋଇଥାଏ ଏବଂ ସୁସଜ୍ଜିତ ହୋଇଥାଏ। ଅର୍ଥାତ୍ ପ୍ରତ୍ୟେକ ପାଦର ଆରମ୍ଭରେ କ ଠାରୁ କ୍ଷ ପର୍ଯ୍ୟନ୍ତ କ୍ରମାନୁସାରେ ଗୋଟିଏ ଗୋଟିଏ ଅକ୍ଷରକୁ ରଖାଯାଇ ପଦ ସଂଯୋଜିତ କରାଯାଇଥାଏ। ଚଉତିଶା ସାଧାରଣତଃ ଗୋଟିଏ ଛନ୍ଦରେ ଲିଖିତ। ଏହା ବ୍ୟତୀତ ଯଦି ଓଲଟ ଚଉତିଶା ହୋଇଥାଏ, କ୍ଷ ଠାରୁ କ ଶେଷରୁ ଆରମ୍ଭ, ଏହି ନିୟମରେ ଅକ୍ଷର ସବୁକୁ ସଜାଇ ପଦ ରଚନା କରାଯାଇଥାଏ। ଏହା ବ୍ୟତୀତ ପ୍ରତ୍ୟେକ ଚଉତିଶାରେ ଏକ ନିର୍ଦ୍ଦିଷ୍ଟ ଭାବ ସଂହତି ଅନୁସରଣ କରାଯାଇଥାଏ। ବ୍ୟକ୍ତିନିଷ୍ଠ ଏବଂ ଭାବନିଷ୍ଠ ଗୀତି ରଚନା ଭାବରେ ଚଉତିଶାର ଲୋକପ୍ରିୟତା ସ୍ୱୀକାର୍ଯ୍ୟ ହୋଇଛି। ଚଉତିଶା ସଂସ୍କୃତ ଶବ୍ଦ ଚତୁଃ ତ୍ରିଶତ୍ ରୁ ଉତ୍ପତ୍ତି ଲାଭ କରିଥିବା ଜଣାଯାଏ। ଚତୁଃ ତ୍ରିଶତ୍ ଚଉତ୍ରିଶା ଏବଂ ଶେଷରେ ଚଉତିଶା ଶବ୍ଦ ପ୍ରଚଳିତ ହେଲା। ଚଉତିଶାର ଆକ୍ଷରିକ ଅର୍ଥ ମଧ୍ୟ ଅକ୍ଷର ଏବଂ ବର୍ଣ୍ଣ ସଂଖ୍ୟାକୁ ବୁଝାଇଥାଏ। ଛନ୍ଦୋବଦ୍ଧ ରଚନା ରୂପେ ଚଉତିଶା ପରବର୍ତ୍ତୀ କାଳରେ ଓଡ଼ିଆ ପୁରାଣ ଏବଂ କାବ୍ୟର ସଙ୍ଗୀତମୟତ୍ୱ ନିମନ୍ତେ ଦାୟୀ ବୋଲି ଆମେ ଜାଣିଛେ। ଓଡ଼ିଆ କାବ୍ୟିକ ସାହିତ୍ୟର କ୍ରମ ପରିଣାମରେ ଚଉତିଶାର ଅବଦାନ ଅନନ୍ୟ। ଚଉତିଶା ରଚନାର ଗୀତିମୂଲ୍ୟ ପ୍ରାଚୀନ ଓଡ଼ିଆ କାବ୍ୟ ସାହିତ୍ୟ ସମୀକ୍ଷାରେ ସ୍ୱତନ୍ତ୍ର ମାନ୍ୟତା ଲାଭ କରିଛି। ଚଉତିଶା ଜାତୀୟ ରଚନାରେ ଅକ୍ଷର ସାଂଖ୍ୟକ କଟକଣା, ବ୍ୟକ୍ତିନିଷ୍ଠା ତଥା ଅନୁଭୂତି ସିଦ୍ଧତା, ସଙ୍ଗୀତ ଯୋଗ୍ୟତା ଅବଶ୍ୟ ଅନୁସୃତ ହୋଇଛି। ଏପରି ଅବସ୍ଥାରେ ଚଉତିଶାର ରଚନା ଖୁବ୍ ସୀମିତ ଆୟତନ ବିଶିଷ୍ଟ ଏବଂ ସୀମିତ ପରିସର ତଥା ସୁନିର୍ବାଚିତ କଥାବସ୍ତୁ ଚଉତିଶାର ଲୋକପ୍ରିୟତାର କାରଣ। ବ୍ୟକ୍ତିନିଷ୍ଠତା ମଧ୍ୟ ଚଉତିଶାର ଏକ ଅନ୍ୟତମ ଲକ୍ଷଣ। ଶ୍ରୋତାବନ୍ଧୁ, ସର୍ବଦା ଯୁଗେ ଯୁଗେ କବିର ଆବେଗ ଭାବନାକୁ ଯଥାର୍ଥ ରୂପ ଦେଇ ଆସିଛି ଚଉତିଶା ସାହିତ୍ୟ। ପ୍ରାଚୀନ ଗୀତି ସାହିତ୍ୟରେ ଚଉତିଶାର ସ୍ଥାନ ଉଚ୍ଚରେ। ଏହି ଗୁରୁତ୍ୱପୂର୍ଣ୍ଣ ସ୍ୱତନ୍ତ୍ର ବିଭାଗର ପ୍ରତିଷ୍ଠା ଦିଗରେ ଚଉତିଶାର ବିଭିନ୍ନ ପ୍ରକାର ରୂପ ମଧ୍ୟ ଆମେ ଦେଖେ, ଯାହାକୁ ପ୍ରକାର ଭେଦ ଭାବରେ ଆମେ ଜାଣୁ। ସନ୍ଦେଶ ଚଉତିଶା, ସମ୍ବୋଧନ ସୂଚକ ଚଉତିଶା, ନୀତିବାକ୍ୟ ସମ୍ବଳିତ ଚଉତିଶା, ମିଳନାତ୍ମକ ଚଉତିଶା, ଜ୍ୱଳନ ଉକ୍ତି କିମ୍ବା ପ୍ରାର୍ଥନା ସୂଚକ ଚଉତିଶା, ବୈରାଗ୍ୟ ଭାବ ବ୍ୟଞ୍ଜକ ଚଉତିଶା ଇତ୍ୟାଦି। ବିଷୟବସ୍ତୁ ଓ ଭାଷା ଭିନ୍ନ ହେଲେ ହିଁ ଚଉତିଶାର ମୂଳ ଲକ୍ଷ୍ୟ ପ୍ରତି କବିର ଭାବକୁ ପ୍ରତିଷ୍ଠା ଦେବା। ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଶୃଙ୍ଗାର ରସାତ୍ମକ ଚଉତିଶାର ମଧ୍ୟ ପ୍ରଚଳନ ଥିଲା। ସର୍ବୋପରି କାବ୍ୟର ଯେଉଁ ଯେଉଁ ଧର୍ମ ଉଦ୍ଦେଶ୍ୟ ଚଉତିଶାରେ ସଂକ୍ଷିପ୍ତ ଭାବରେ ସେହି ଧର୍ମ ଉଦ୍ଦେଶ୍ୟ ସାଧିତ ହୋଇଥାଏ। ଶିବ ପାର୍ବତୀଙ୍କର ବିବାହ ଯେତେବେଳେ ତାକୁ ଯଦି ପୃଷ୍ଠଭୂମି ଭାବରେ ଆଧାର କରାଯିବ, ତାହେଲେ ତାକୁ ମଧ୍ୟ ନେଇ ଅନେକ ଚଉତିଶା ହେଇଛି। ବିରହ ଶୃଙ୍ଗାର ରସାତ୍ମକ ଚଉତିଶା ମାନଙ୍କ ମଧ୍ୟରେ ରାଧା ଦର୍ଶନ ଚଉତିଶା, ଅନୁରାଗ ରତ୍ନାକର ଚଉତିଶା, ଗୋପୀ ସନ୍ଦେଶ ଚଉତିଶା, ରାଧିକା ସ୍ମରଣ ଚଉତିଶା, ବାନ୍ଧବୀ ଚଉତିଶା, ନବଘନ ଚଉତିଶା, ପ୍ରେମ ଚିନ୍ତାମଣି ଚଉତିଶା ଯାହାର ରଚୟିତା ସାଧୁ ଚରଣ ଦାସ, ଗୋପ ଜୀବନ ଚଉତିଶା, କୃଷ୍ଣ ବିଚ୍ଛେଦ ଚଉତିଶାର ରଚୟିତା ଶ୍ରୀକର ଦାସ, କୃଷ୍ଣ ବିରହ ଚଉତିଶା ଗୋକୁଳ ନରେନ୍ଦ୍ର ବୋଲି ଜଣେ ରଚୟିତା ସେ ଲେଖିଛନ୍ତି। ମନ୍ଦାକିନୀ ଚଉତିଶା ବିଷ୍ଣୁ ଦାସଙ୍କ ଦ୍ୱାରା ଲିଖିତ। କେଳି କଳ୍ପଦ୍ରୁମ ଚଉତିଶା ଧନଞ୍ଜୟ ଭଞ୍ଜଙ୍କ ଦ୍ୱାରା ଲିଖିତ। ଦୂତି ଚଉତିଶା ବଳରାମ ଦାସଙ୍କ ଦ୍ୱାରା ଲିଖିତ। କିଶୋରୀ ଚଉତିଶା ପୀତାମ୍ବର ଭଞ୍ଜଙ୍କ ଦ୍ୱାରା ଲିଖିତ। ସଙ୍ଗିନୀ ଚଉତିଶା ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ଦ୍ୱାରା ଲିଖିତ। ଏହା ବ୍ୟତୀତ
ଏହି ଶୃଙ୍ଗାର ରସାତ୍ମକ ଚଉତିଶା ଶ୍ରେଣୀରେ ରାଧା ବିରହ ଚଉତିଶା, ଫୁଲ ବଉଳବିଣୀ ଚଉତିଶା, ପ୍ରୀତି ଚିନ୍ତାମଣି ଚଉତିଶା, ରାଧାକୃଷ୍ଣ ମିଳନ ଚଉତିଶା ପ୍ରଭୃତି ଅନେକ ଚଉତିଶାର ନାମ ଆମେ ଉଲ୍ଲେଖ କରିପାରିବା। ଋତୁ ବର୍ଣ୍ଣନା କିମ୍ବା ଦୃଶ୍ୟ ବର୍ଣ୍ଣନା ଧର୍ମୀ ଚଉତିଶା ମାନଙ୍କ ମଧ୍ୟରେ ସ୍ନାନ ସ୍ମରଣ ଚଉତିଶା, ଯାହାକି ଦୀନକୃଷ୍ଣ ଦାସଙ୍କର ଏକ ଉଚ୍ଚକୋଟୀର ଚଉତିଶା ରହିଛି। ଶ୍ରୋତାବନ୍ଧୁ, ଏବେ ଟିକେ ଚଉତିଶା ମାନଙ୍କର ନାମ ଏବଂ ତାର ରଚନାକାରଙ୍କ ନାମ ଟିକେ ଆମେ ମନେ ରଖିବା। ରସକୁଲ୍ୟା ଚଉତିଶା ଦାମୋଦର ଦାସ, ବର୍ଷା ଭାବନା ଚଉତିଶା ବିଷ୍ଣୁ ଦାସ। ଭକ୍ତି ଜଣାଣ ନିବେଦନ ଧର୍ମୀ ଚଉତିଶା ମାନଙ୍କ ମଧ୍ୟରେ ଆର୍ତ୍ତତ୍ରାଣ ଚଉତିଶା ଉଲ୍ଲେଖନୀୟ। ଘନଶ୍ୟାମ ଚଉତିଶା ଦୀନକୃଷ୍ଣ ଦାସ, ଜଗବନ୍ଧୁ ଜଣାଣ ଚଉତିଶା ସାଧୁଚରଣ ଦାସ, ଦୀନବନ୍ଧୁ ଚଉତିଶା, ଉଦ୍ଧବ ଚଉତିଶା, ଏ ଦୁଇଟିର ରଚୟିତା ହେଉଛନ୍ତି କୃଷ୍ଣ ଦାସ। ଉଦ୍ଧବ ଚଉତିଶା ଭୂପତି ପଣ୍ଡିତ, ସାନ କନ୍ନଡା ଚଉତିଶା ଦନାଇ ଦାସ, କଳା କଳେବର ଚଉତିଶା ଏବଂ ମନବୋଧ ଚଉତିଶା, ଏ ଦିଟା ଯାକ କଳା କଳେବର ଚଉତିଶା ଏବଂ ମନବୋଧ ଚଉତିଶା, ଏଇ ଦୁଇଟିର ରଚୟିତା ହେଉଛନ୍ତି ଭକ୍ତଚରଣ ଦାସ। ଶ୍ରୋତାବନ୍ଧୁ, ଆମେ ଆଜି ଚଉତିଶା ସମ୍ପର୍କରେ ଆଲୋଚନା କରୁଛେ। ଚଉତିଶାର ମଧ୍ୟ କୌଣସି ନିର୍ଦ୍ଦିଷ୍ଟ କୋଉ ସମୟରେ ଏହାର ରଚନା କାଳ ଆକୁ ନିର୍ଦ୍ଧାର୍ଯ୍ୟ କରାଯାଇ ପାରିନାହିଁ। ସମାଲୋଚକ ମାନେ ବିଭିନ୍ନ ପ୍ରକାର ମତ ଦେଇଥାନ୍ତି। କଳସା ଚଉତିଶା ଯଦି ଆମେ ଦେଖିବା, ସର୍ବପ୍ରଥମ ଚଉତିଶା ଯାହାକି ଶାରଳା ଦାସଙ୍କ ପରେ ରଚିତ ହୋଇଥିଲା ବୋଲି ଆଲୋଚକ ମାନେ ମତ ଦିଅନ୍ତି। କିଛି ଜଣ ତାକୁ ପୂର୍ବବର୍ତ୍ତୀ ମଧ୍ୟ କୁହନ୍ତି। ଏହା ଶାରଳା ଦାସଙ୍କର ସମସାମୟିକ ରଚନା ବୋଲି କହିବାରେ ଯୁକ୍ତିଯୁକ୍ତତା ଅଛି। ଶାରଳା ମହାଭାରତରେ କଳସା ଶବ୍ଦର ପ୍ରୟୋଗ ଦେଖି ଯେଉଁମାନେ କଳସା ଚଉତିଶାକୁ ମହାଭାରତର ପୂର୍ବବର୍ତ୍ତୀ ବୋଲି ସିଦ୍ଧାନ୍ତ କରିଥାନ୍ତି, ତାହା ପ୍ରମାଦ ଶୂନ୍ୟ ହୋଇ ନପାରେ। ପୁନଶ୍ଚ ଯେଉଁମାନେ କଳସା ଚଉତିଶାକୁ ମହାଭାରତର ବହୁ ପରବର୍ତ୍ତୀ କାଳର ରଚନା ବୋଲି କହନ୍ତି, ତାହା ମଧ୍ୟ ସେତେ ବଳିଷ୍ଠ ସିଦ୍ଧାନ୍ତ ବୋଲି ହୃଦବୋଧ ହୁଏ ନାହିଁ। କଳସା ଚଉତିଶାର ଭାଷା ଅତ୍ୟନ୍ତ ସରଳ, କ୍ଲିଷ୍ଟତାହୀନ, କଷ୍ଟ ନାହିଁ, କଠିନ ଶବ୍ଦ ନାହିଁ। ଏହାର ଭାଷା ଶାରଳା ମହାଭାରତରେ ବ୍ୟବହୃତ ଭାଷା ଠାରୁ ବିଶେଷ ଭିନ୍ନ ନହେଲେ ହେଁ ସେଥିରେ କେତେକ ପରିମାଣରେ ଅର୍ବାଚୀନତା ଲକ୍ଷିତ ହୁଏ। ଉଦାହରଣ ସ୍ୱରୂପ କଳସାର ଭାଷାର ଗୋଟେ ଉଦାହରଣ ମୁଁ ଦଉଛି, ଯୋଉଥିରେ ପାର୍ବତୀଙ୍କର ବେଶ ବର୍ଣ୍ଣନାର ଭାଷା ରହିଛି। ଲେଖା ହେଇଛି, ମହାଦେଇ ମନୋବ୍ୟଥା ଛଡାଇ ରାଜନ, ମିଳିଲେ ଯେ ସର୍ବଜନ ବିଭାର ଆସ୍ଥାନ, ମଙ୍ଗଳ ନ କଲେ ତହୁଁ ହଳଦୀ ଚନ୍ଦନ, ମଙ୍ଗଳ ମହୁରୀ ଶଙ୍ଖ ବାଜେ ଘନ ଘନ। ଯୁବତୀ ସଖଳ ମିଳି ହୁଳହୁଳି ଦେଲେ, ଜଗ ମୋହିନୀକି ଦିବ୍ୟ ବେଶ କରାଇଲେ। ଯାଇ ଫୁଲ କନିଅର ଖୋସାରେ ଖୋସିଲେ, ଯତନେ କସ୍ତୁରୀ ଚିତା କପାଳରେ ଦେଲେ। ରତ୍ନ ଓଡିଆଣୀ ଚୁଡ଼ି ମଥାରେ ସିଉନ୍ତି, ରାମ ଅଭିଷେକ ଚୁଡ଼ି ନାସେ ଗଜମୋତି। ରୁଣୁଝୁଣୁ ବାଜୁଅଛି ପୟରେ ନୂପୁର, ରାଜୀବ ଦଳ ଲୋଚନ ରଞ୍ଜିଲେ କଜ୍ଜଳ। ଲତାବଳି ପାଟେ ପିନ୍ଧି ନେତେ ଉପୁରାଣ, ଲାବଣ୍ୟ ଚନ୍ଦ୍ର ବଦନୀ ଲକ୍ଷେ ଲକ୍ଷ୍ମୀ ଗୁଣ। ଲବଣ ଚଉଁରୀ ପୂଜା ଆଣି ବଢାଇଲେ, ଲଳିତେ ମଙ୍ଗଳ ଗୀତି କାମିନୀ ଗାଇଲେ। ବିଷୟବସ୍ତୁଗତ ମୌଳିକତା ଯେତେ ଉଲ୍ଲେଖଯୋଗ୍ୟ ନୁହେଁ, ଭାଷା ତଥା ରଚନା ଭଙ୍ଗୀ ଯୋଗୁଁ କଳସା ଚଉତିଶାର ଲୋକପ୍ରିୟତା ସମ୍ଭବ ହେଇଛି। କଳସା ଶାରଳାଙ୍କର ପୂର୍ବବର୍ତ୍ତୀ କିମ୍ବା ପରବର୍ତ୍ତୀ ଏହା ନ କହି ଏହା ଶାରଳା ଦାସଙ୍କର ସମସାମୟିକ ବୋଲି କହିଲେ କିଛି ଅତ୍ୟୁକ୍ତି ମଧ୍ୟ ହେବ ନାହିଁ। ଶିବ ପାର୍ବତୀଙ୍କର ବିବାହ ବର୍ଣ୍ଣନା, ଶିବଙ୍କର ବୃଦ୍ଧ ବରବେଶ ଏବଂ ପାର୍ବତୀଙ୍କର ଯୌବନ ସୁଲଭ ଆବେଗ ବର୍ଣ୍ଣନା କ୍ରମରେ ହାସ୍ୟରସର ପ୍ରୟୋଗ ଚଉତିଶାର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ଶ୍ରୋତାବନ୍ଧୁ, ଆମେ କଳସା ଚଉତିଶା ସମ୍ପର୍କରେ ଆଲୋଚନା କରୁଛେ। ବିଭିନ୍ନ ଚରିତ୍ର ମାନଙ୍କର ଉଲ୍ଲେଖ ଏଥିରେ ରହିଛି। ଭଣ୍ଡାରୀ, ଟାକୁଆ ଗାଲ, ଟାକେରା, ଖାଳେକ, ଝୁଲି, ଡିଙ୍ଗର, ଡାଙ୍ଗୁଆ, ଢୋକରା, ଯୋଗୀ, ମୁଦୁସୁଲି, ଓଡିଆଣୀ କଳସା ଚଉତିଶାରେ ଏଇ ସବୁ ବର୍ଣ୍ଣିତ ସମାଜ ଓ ସମୟର ସଂକେତ ଦେଇଥାନ୍ତି। ସେମିତି ଚଉଁରୀ ପୂଜା, ପଞ୍ଚୁଗ୍ରାସ, ଅଷ୍ଟମଙ୍ଗଳା, ମହୁ ସଜ୍ଜା, ବୁଢାବର ବିବାହ ଦନ୍ତେ, ତୀରଣ ଧରି ମଣୋହି, ଏସବୁ ଶବ୍ଦରୁ ସେତେବେଳର ଯୋଉ ବିବାହ ବିଧି ଥିଲା ସାମାଜିକ ପ୍ରଥାରେ, ଚଳଣୀରେ, ତାର ସ୍ୱରୂପ ସୁନ୍ଦର ଭାବରେ ଆମ ଆଖି ଆଗକୁ ମାନେ ଉଜ୍ଜୀବିତ କରେ, ଆମକୁ ଦେଖାଯାଏ। ଶାରଳା ମହାଭାରତରେ ଓଡିଆ ସମାଜର ଯେଉଁ ଚିତ୍ର ଦେଖିବାକୁ ମିଳେ, ଶାରଳା ମହାଭାରତରେ ଓଡିଆ ବିବାହ ସମ୍ପର୍କୀୟ ସେହି ଚିତ୍ର ଦେଖିବାକୁ ମିଳେ। ସେଥିଯୋଗୁଁ ଶାରଳା ମହାଭାରତ ଓ କଳସା ଚଉତିଶା ରଚନା ସମୟ ସାନ୍ନିଧ୍ୟ
खूब पाखापाखी बोली अनुमान करी हुए। श्रोता बंधु, चौतीसा ओडिया गीत रचना क्षेत्र रे एक स्वतंत्र परंपरा निश्चित भावरे प्रतिष्ठा करिछि। आज आमे आउ दुईटी चौतीसा संपर्क रे टिके आलोचना करिबा। तेबे कवि सम्राट उपेंद्र भंज एहाकू गीत विधि बोली रस पंचक रे नामित करछन्ती। जेमति लिखिछन्ती, रुच्य बोली छांद चौपदी चौतीसा, ढग पंच विधि गीते थिब रकार बोली। एटा होची विधि र अर्थ प्रकार भेद। कौन थिबो कौन नहीं, चौतीसा रचना रीति ओडिया साहित्य मध्य को छंद प्रवेश करेबा समय रु अछि। विंश शताब्दी पर्यंत प्राय 500 वर्ष धरिकी से चली आसी। माने विंश शताब्दी जदि आमे देखुचे ता पूर्वर 500 वर्षरू सेटा रहिछि। पल्लीर नैसर्गिक परिवेश मध्यरे मुख्यतः अशिक्षित नारी मानक द्वारा लालित होइछि चौतीसा। चक्रधर महापात्रंकर जो पल्ली गीति संचयन रहिछि सेथिरे चौतीसा अनेक चौतीसा स्थानित होइछि। तेबे चौतीसा को नै एक विशिष्ट परंपरा थिला ओडिया साहित्य रे, याकू आमे अग्राह्य करि परिबानी। मु एबे आपण मानक सम्मुख रे राधा दर्शन चौतीसा टिके ता संपर्क रे आपण मानकु धारणा देबी। राधा दर्शन चौतीसा एहार रचयिता हेउचंती दीनकृष्ण दास। तेणु कवि दीनकृष्ण दासंकर भक्तिमता संपर्क रे आमे जानिचे एवं तांकर आराध्य होउचंती भगवान कृष्ण एवं राधा। तेणु रचनाटी रे कृष्ण राधा दर्शन चौतीसा रचनाटी रे कृष्ण एवं राधांकर परस्पर प्रति जो आकर्षण ताही मुख्य वस्तु रूपे वर्णित। श्रीकृष्ण चंद्र नागरी मणि राधिकांकर रूप और सौंदर्य स्मरण करी आत्महरा होइथिले। तांकर दृष्टि राधिका हेउचंती चतुरी, चित्त मोहिनी, चारु चंपक बरणी, डालिंब बीज दशनी एवं सुश्रोणी शोभित रमणी मणि। तांकर ललाटरे कस्तूरी एवं प्रत्येक अंगरे शोभापुरी रहिथिला। राधांकर दैहिक रूप वर्णना ई चौतीसार प्रधान चित्र एवं श्रीकृष्णंकर रूप प्राणता मध्य स्पष्ट। से कहउचंती, नाही ताहा समानरे नवपंच भुवनरे, निश्चय जानिली से काम जयरथ जनमिछि कपटरे। आरे सखी, एही चौतीसाटी श्रीकृष्ण लीला वर्णनात्मक प्राचीन ओडिया काव्य साहित्य जे श्री राधा कृष्ण लीला प्रधान एही चौतीसार हमको मिले, तार रूप सुंदर भाव मिले। एबे आमे आलोचना करिबा भूपति पंडितंक द्वारा लिखित उद्धव चौतीसा। उद्धव चौतीसा दीनकृष्ण दासंकर नाम रे आउ एक चौतीसा अछि। एहा सहित दीनकृष्ण दासंकर आर्तत्राण चौतीसा मध्य तुलनीय। यदि उद्धव चौतीसा देखिबा भूपति पंडितंकर, ताहा दीनकृष्ण दासंकर आर्तत्राण चौतीसा सहित प्रायतः तुलना करा जाय ताकू। एही चौतीसा गुड़िक साधारण स्तुति जणाण बा भक्ति धर्मी। आर्तर मनोवेदना माने जो भक्तर मनोवेदना जे विकल है कि ईश्वर को स्मरण करुची, तार मनोवेदना मान अभिमान भगवान को निकट रे व्यक्त करा जायछि। भूपति पंडितंकर चौतीसारे उद्धवंक सम्मुख रे ब्रजांगना गोपी माने श्रीकृष्णंकर प्रेम राज्य रे सठता विरुद्ध रे अभियोग करचंती। कला वर्णर लोकंक सहित प्रेम करिवा किपरि अनुचित गोपी माने ताहा वर्णना करिसंती। यथा कस्तूरी भृंग, कोकिल, कृष्णकेश, राहु, जम, शनिग्रह एवं फणी। गोपी माने श्रीकृष्णंक सहित प्रेम करी रंभातरु सदृश एवं गभीर कूपरे निजर प्रतिबिंब देखुथुवा मत्त सिंह सदृश किंबा घन जलद उपेक्षित चातक सदृश अतीतर कृष्णंकर प्रीति कथा स्मरण करिथिले। सेमाने जोग साधन करंतु बोली उद्धव परामर्श देइथिले। एहिपरि रचना मध्यरे सर्वत्र गोपी मानकर विलाप स्मरण माने श्रीकृष्ण को स्मरण एवं श्रीकृष्ण प्रति सेमानकर आसक्तिर रूप प्रकाश पाइछि। एही चौतीसारे श्रीकृष्णंकर गुण कीर्तन होइछि। गोपी मानकर प्रीतिर गभीरता मापी हुए। ज्ञान और भक्तिर प्रतीक उद्धवंकर धैर्य एथिरे प्रतिफलित मध्य होइछि। जेमती कवि दीनकृष्ण दासंकर शब्दरे धर्म पुरुष से अधर्म करिबा नुहि ताहांक व्यवहार,
ଧାର୍ମିକ ପୁରୁଷ ରସିକ ବରସେ ସମସ୍ତ ଗୁଣର ଆଧାର। ହେ ଉଦ୍ଧବ ଧୈର୍ଯ୍ୟ ନିଧିକି କହିବ, ଧ୍ରୁବ ବଚନ ଯେ ଅଧ୍ରୁବ ହେଉଛି ଧରଣୀ କେମନ୍ତେ ରହିବ। ଶ୍ରୋତାବନ୍ଧୁ, ଏବେ ଆମେ ଆଉ ଗୋଟେ ଚଉତିଶା, ଯାହାକି ଦୀନକୃଷ୍ଣ ଦାସଙ୍କ ଦ୍ୱାରା ଲିଖିତ, ସେଟା ହଉଛି ଆର୍ତ୍ତତ୍ରାଣ ଚଉତିଶା ସମ୍ପର୍କରେ ଆଲୋଚନା କରିବା। ଆର୍ତ୍ତତ୍ରାଣ ଚଉତିଶାଟି ଭାବ, ଭାଷା, ତତ୍ତ୍ୱ ତଥା ଆବେଦନଶୀଳତା ଦୃଷ୍ଟିରୁ ପ୍ରଧାନ ଏକ ଚଉତିଶା। ଭକ୍ତିର ସ୍ୱଚ୍ଛନ୍ଦ ପରିପ୍ରକାଶ ଏଥିରେ ଏହାର ଜନପ୍ରିୟତାର କାରଣ ହୋଇପାରେ ବୋଲି ଆମେ ମନେ କରିବା। ରସକଲ୍ଲୋଳକାର ଦୀନକୃଷ୍ଣ ଦାସଙ୍କର ବୈଷ୍ଣବ ଧର୍ମର ଉପାସନା ଏଥିରେ ଚିତ୍ରିତ ହୋଇଛି। ଜଗନ୍ନାଥଙ୍କର ପୂଜା ଉପାସନା ତାଙ୍କର ଜୀବନର ବ୍ରତ ଥିଲା। ଏହି ଚଉତିଶାରେ କବି ସତେ ଯେପରି ଜଗନ୍ନାଥଙ୍କ ନିକଟରେ ନିଜର ହୃଦୟର ଦୁଃଖ ଅଜାଡ଼ି ଦେଇ ଅଶ୍ରୁ ଗଦଗଦ ହୋଇଛନ୍ତି ଏବଂ ପ୍ରାର୍ଥନା କରିଛନ୍ତି। ଗରୁଡ଼ ସ୍ତମ୍ଭ ନିକଟରେ ଦଣ୍ଡାୟମାନ ହୋଇ ଭକ୍ତ ଯୋଡ଼ ହସ୍ତରେ ଜଗନ୍ନାଥଙ୍କୁ ନିବେଦନ କରିଛନ୍ତି। ଏହି ରଚନାରେ ଜଗନ୍ନାଥ ଧର୍ମର ମହାତ୍ମ୍ୟ ତଥା ବୈଶିଷ୍ଟ୍ୟ ପ୍ରମାଣିତ। ପ୍ରତ୍ୟେକ ପଦରେ ଭଗବାନଙ୍କର ମହାତ୍ମ୍ୟ ଲୀଳା ଏବଂ ଅତୁଳନୀୟ କରୁଣା ସମ୍ଭାର ସୂଚିତ ହୋଇଛି। କବିଙ୍କ ଶବ୍ଦରେ, ତାଙ୍କର ଯୋଉ ଆତ୍ମସମର୍ପଣର ଶବ୍ଦ, ମହାପ୍ରଭୁ ଅନ୍ତର କଲେ ହେଁ ତ ମୋହର, ତୁମ୍ଭ ବିନା ଦୋଷର ନାହିଁ, ମୃଗ ଧୃତ ଚକୋର ଚାତକ ଜଳଧର, ମୀନ ଜୀବନ ପ୍ରାୟ ହୋଇ ହେ ମହାପ୍ରଭୁ, ମୋରେ ଯେବେ ଦୟା ନୋହିବ, ମୋ ଜୀବ କ୍ଷଣେ ନ ରହିବ, ମହତ କରି କହୁଅଛି ହେ ମହାବାହୁ, ସବୁରି ସଂଶୟ ରହିବ ହେ। ସେହିପରି ଆଉ ଅନେକ ଚଉତିଶା ରହିଛି, ଯେପରି ଦୀନକୃଷ୍ଣ ଦାସଙ୍କର ଉଦ୍ଧବ ଚଉତିଶା, ଧନଞ୍ଜୟ ଭଞ୍ଜଙ୍କର କେଳି କଳ୍ପଦ୍ରୁମ ଚଉତିଶା, ଦନାଇ ଦାସଙ୍କର ସାନ କନଡ଼ା ଚଉତିଶା, ଭକ୍ତଚରଣ ଦାସଙ୍କର କଳା କଳେବର ଚଉତିଶା, ଭକ୍ତଚରଣ ଦାସଙ୍କର ମନୋବୋଧ ଚଉତିଶା। ସାନ କନଡ଼ା ଚଉତିଶାରେ ଆମେ ଜୀବନ ପ୍ରତି ବୈରାଗ୍ୟର ସୂଚନା ପାଉ। ଭକ୍ତଚରଣଙ୍କ ମନୋବୋଧ ଚଉତିଶା ଓଡ଼ିଆ ସାହିତ୍ୟରେ ଏକ ଅମ୍ଳାନ ସୃଷ୍ଟି। ତାର ବିଷୟବସ୍ତୁ ଆବେଦନ, ମାନବିକ ସହାନୁଭୂତି ତଥା ସାମାଜିକ ଦର୍ଶନ ପ୍ରତ୍ୟେକ ଦୃଷ୍ଟିରୁ ମନୋବୋଧ ଚଉତିଶା ସାମାଜିକ ମାନବିକ ସହାନୁଭୂତି ତଥା ଦର୍ଶନରେ ଏକ ପ୍ରସିଦ୍ଧି ଲାଭ କରିଥିବା ରୂପ ବା ଗୋଟେ ସୃଷ୍ଟି। ଜୀବନର ବାସ୍ତବତା, କ୍ଷଣଭଙ୍ଗୁର ଦେହର ସାମୟିକ ସୌନ୍ଦର୍ଯ୍ୟ, ଲୋଭ ମୋହ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିର ମନ ଧନ ସମ୍ପଦ ଲୋଭରେ ମ୍ରିୟମାଣ, ସମାଜର ବ୍ୟକ୍ତି ଫଳତଃ ପ୍ରକୃତ ଜୀବନର ଅବହେଳା, ଚରମ ସତ୍ୟର ଉପେକ୍ଷା, ସେଥିପାଇଁ କବିର ମନରେ କ୍ଷୋଭ। ଏହା ହିଁ ମନୋବୋଧ ଚଉତିଶାର ଭାବ ପ୍ରବାହ। ଭକ୍ତଚରଣଙ୍କର କଳାକଳେବର ଚଉତିଶାରେ ମଧ୍ୟ ସେହିପରି ଲୀଳାପ୍ରିୟ ଶ୍ରୀକୃଷ୍ଣଙ୍କର ଶିଶୁ ସୁଲଭ ଆଚାର ବର୍ଣ୍ଣିତ ହୋଇଛି। ଆଧୁନିକ ଯୁଗରେ ଚଉତିଶା ରଚନାର ମୋହ ଅନେକ ଲେଖକଙ୍କୁ ଆକୃଷ୍ଟ କରିଛି। ମାତ୍ର ସେମାନଙ୍କ ରଚନାରେ ପ୍ରାଚୀନ ଗୀତି କବିତାର ଲୋକପ୍ରିୟତା ମଧ୍ୟ ପ୍ରତିଫଳିତ। ତେବେ କବି ବାଳକୃଷ୍ଣ ପଟ୍ଟନାୟକଙ୍କର ତ୍ରିକାଳ କୋଇଲି, ବାବାଜୀ ବୈଷ୍ଣବଚରଣ ଦାସଙ୍କର ରାଧା କୋଇଲି, ନଦିଆ କୋଇଲି, ସୀତା କୋଇଲି, ଯଶୋଦା କୋଇଲି, ଜାନକୀ କୋଇଲି, ଗାନ୍ଧୀ କୋଇଲି, କୌଶଲ୍ୟା କୋଇଲି, ଉତ୍କଳ ଲକ୍ଷ୍ମୀ କୋଇଲି, ଲଙ୍କା କୋଇଲି ପ୍ରଭୃତି ଉଲ୍ଲେଖଯୋଗ୍ୟ। ମୁଁ ଆମର ଶ୍ରୋତାବନ୍ଧୁ ମାନଙ୍କ ଉଦ୍ଦେଶ୍ୟରେ କହି ରଖେ ଯେ ଚଉତିଶା ଏବଂ କୋଇଲି ଏଇ ଦୁଇଟି ଯାକ ପଦକୁ ଶବ୍ଦକୁ ଆମକୁ ମନେ ରଖିବାକୁ ପଡ଼ିବ। ଯେତେବେଳେ ଆମେ ପ୍ରାଚୀନ ଗୀତିକାବ୍ୟ ପରମ୍ପରା ସମ୍ପର୍କରେ ଆଲୋଚନା କରୁଛେ, କିଛି କୋଇଲି କିଛି ଯୋଉ ଚଉତିଶା ସେମାନଙ୍କର ନାଁ ବାରମ୍ବାର ଆମର ଆସେ। ତେଣୁ ଚଉତିଶା ଏବଂ କୋଇଲି ଗୀତି କବିତାର ଦୁଇଟି ଯାକ ସ୍ୱତନ୍ତ୍ର ରୂପ, ପୁରା ପାଖାପାଖି। କାରଣ ସେଥିରେ ସେଇ ପରମ୍ପରାରୁ, ସେଇ ପ୍ରାଚୀନ ପରମ୍ପରାରୁ ହିଁ କବି ମାନଙ୍କର ଯୋଉ ଅଶିକ୍ଷିତ ନରନାରୀ ମାନଙ୍କର ଯୋଉ ଜୀବନ ବୋଧର ଯଥାର୍ଥ ପରିଚୟ କୋଇଲି ଏବଂ ଚଉତିଶାରୁ ଆମକୁ ମିଳିଥାଏ। ମୁଁ ଆଉ ଥରେ ଆପଣମାନଙ୍କୁ ଚଉତିଶାର ରୂପରେଖ ସମ୍ପର୍କରେ ଟିକେ କହିବାକୁ ଚାହୁଁଛି। ପ୍ରାରମ୍ଭିକ ସ୍ତରରେ ଚଉତିଶା ଗୁଡ଼ିକର ପଦ ସଂଖ୍ୟା 34 ଥିଲା। ଏଥିରେ କ ଠାରୁ କ୍ଷ 34 ବର୍ଣ୍ଣକୁ ପଦର ପ୍ରତ୍ୟେକ ପାଦର ଆଦ୍ୟରେ ରଖି ପଦ ବଦଳେ ଅ, ନ, ଉ, ଅଣକୁ ଆଦ୍ୟରେ ରଖି ପଦ ଗ୍ରହଣ କରାଯାଉଥିଲା। ଚଉତିଶାର ପ୍ରତ୍ୟେକ ପଦ ଆଦ୍ୟରେ ବର୍ଣ୍ଣ ବ୍ୟବସ୍ଥା ନ ହୋଇ କେବଳ ପଦ ଆଦ୍ୟରେ ଖଞ୍ଜା ହେଉଥିଲା।
ଚଉତିଶାର ପଦ ସଂଖ୍ୟା 34 ନ ହୋଇ 17 ବା 68 ହେଲେ ମଧ୍ୟ ପାଦ ବା ଦୁଇ ପଦ ଆଦ୍ୟରେ 34ଟି ବର୍ଣ୍ଣ ରହିଲେ ତାହା ଚଉତିଶା ହିଁ ବୋଲାଏ। ହରିଦାସଙ୍କର 17 ପଦିଆ କ କ କାଳନ୍ଦୀ ତୀରେ ଖ ଖ ଖେଳନ୍ତି ଧୀରେ। ଚଉତିଶା ବର୍ଣ୍ଣମାଳା ଶିକ୍ଷା ପାଇଁ ପୂର୍ବେ ଚାଟଶାଳୀରେ ଘୋଷା ହେଉଥିଲା। ଦନାଇ ଦାସଙ୍କର ଭଲ ମନ୍ଦ ଚଉତିଶା 68 ପଦ ବିଶିଷ୍ଟ। ଏଥିରେ ଦୁଇ ଦୁଇ ପଦର ପାଦ ଆଦ୍ୟରେ ଗୋଟିଏ କରି ବର୍ଣ୍ଣ ରହିଛି। ପଦ୍ମନାଭ ଦେବଙ୍କର ଶ୍ରୀ ବ୍ରଜରାଜଙ୍କ ଜଣାଣ ଏଇଟା ଏକ 20 ପଦିଆ ଚଉତିଶା, ଯୋଉ ପଦିଆ ସାହିତ୍ୟ ମଧ୍ୟ ଏଇଟାକୁ ପଦିଆ ରୂପ ଥିଲା ଚଉତିଶାର, ତାକୁ ମଧ୍ୟ ଆମକୁ ମନେ ରଖିବାକୁ ପଡିବ। ଏଇ ଯୋଉ 20 ପଦିଆ ଚଉତିଶା ଯାହାକି ପଦ୍ମନାଭ ଦେବଙ୍କର ଥିଲା, ଏଥିରେ ବର୍ଗର ପଞ୍ଚମ ବର୍ଣ୍ଣ ଓ କ୍ଷ ପାଇଁ ଏକ ଏକ ପଦ ଓ ଅନ୍ୟ ଦୁଇ ଦୁଇ ପଦ ପାଇଁ ଏକ ପଦ ରହୁଥିଲା। ଗୋପାଳ କୃଷ୍ଣଙ୍କର ଜଳଦ ଚଉତିଶା 9 ପଦିଆ, ଦ୍ୱାରିକା ଦାସଙ୍କର ଚୌପଦୀ ଭଜନ ଚଉତିଶା 6 ପଦିଆ, ଅଚ୍ୟୁତାନନ୍ଦଙ୍କ ଜଣାଣ ଚଉତିଶା 7 ପଦିଆ, ବନମାଳୀଙ୍କର ନାୟକ ଅନୁଚିନ୍ତା 6 ପଦିଆ ଚଉତିଶା। ଏଥିରୁ ଜଣାଯାଏ ଯେ ଚଉତିଶାର ସମ୍ପର୍କ ମୂଳରେ 34 ପଦ ସହିତ ଥିଲେ ହେଁ ତାହା ପରେ 34 ବର୍ଣ୍ଣ ସହିତ ରହିଛି। ଚଉତିଶାର ସାଧାରଣ ବର୍ଣ୍ଣକ୍ରମ କ ଠାରୁ କ୍ଷ। ଅନ୍ୟ ନିର୍ଦ୍ଦିଷ୍ଟ କ୍ରମରେ ଚଉତିଶା ରଚିତ ହୋଇଛି। କ୍ଷ ଠାରୁ କ କ୍ରମରେ ଚଉତିଶା ଲେଖାଗଲେ ତାହା ଓଲଟ ଚଉତିଶା ବୋଲାଏ। ଏଇଟାକୁ ଶ୍ରୋତାବନ୍ଧୁଙ୍କୁ ଅନୁରୋଧ ସେମାନେ ମନେ ରଖିବେ ଓଲଟ ଚଉତିଶା କଣ। ଶ୍ୟାମ ଘନଙ୍କର ହଂସ ଚଉତିଶା, ଭୀମ ଭୋଇଙ୍କ ଭଜନ ଚଉତିଶା ଓ ଅନ୍ୟ ଅନେକ କବିଙ୍କର ଓଲଟ ବା ଉଲଟ ଚଉତିଶା ରହିଛି। ଏପରି ଚଉତିଶା ଅଛି ଯହିଁରେ ବର୍ଣ୍ଣକ୍ରମ କ୍ଷରୁ କ ଓ ପରେ କ ରୁ କ୍ଷ ଏପରି ଓଲଟା ସିଧା ରୀତି ଅନୁସୃତ ମଧ୍ୟ ହୋଇଛି। ଚଉତିଶାରେ ସାଧାରଣତଃ ପ୍ରତି ପଦର ପାଦାଦ୍ୟରେ ବର୍ଣ୍ଣକ୍ରମ ରକ୍ଷିତ ହୁଏ। କ୍ୱଚିତ୍ ପ୍ରତି ପର୍ବର ଆଦ୍ୟରେ ବର୍ଣ୍ଣକ୍ରମ ଥାଏ। ଆଉ କେତେକ ଅଳ୍ପ ପଦ ବିଶିଷ୍ଟ ଚଉତିଶାରେ ଯୋଉଟା ଆପଣଙ୍କର ବର୍ଣ୍ଣର ସ୍ଥାନ ସୁନିର୍ଦ୍ଦିଷ୍ଟ ମଧ୍ୟ ବେଳେବେଳେ ନଥାଏ। ପଦର ପ୍ରତି ପାଦର ଶେଷରେ ବର୍ଣ୍ଣ ଖଞ୍ଜା ହେଲେ ମଧ୍ୟ ତାହା ଚଉତିଶା ହୋଇଥାଏ। ଉପେନ୍ଦ୍ର ଭଞ୍ଜ ଆପଣାର ରସ ପଞ୍ଚକରେ ପଦାନ୍ତରେ ବର୍ଣ୍ଣ ରଖି 5ଟି ଚଉତିଶା ରଚିଛନ୍ତି। ସେମିତି ଆମେ ଯଦି ଦେଖିବା ଯେ ଧନଞ୍ଜୟ ଭଞ୍ଜଙ୍କର ଚୌପଦୀ ଭୂଷଣ, ଉପେନ୍ଦ୍ର ଭଞ୍ଜଙ୍କର ଚୌପଦୀ ଭୂଷଣ ଓ ବଳଦେବ ରଥଙ୍କର କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ, ଚୌପଦୀ ଚନ୍ଦ୍ରୋଦୟ ଓ ଚୌପଦୀ ରତ୍ନାକର ଆଦିରେ ଚଉତିଶାର କ୍ରମ ରକ୍ଷା ହୋଇଛି, କିନ୍ତୁ ସେଠାରେ ଗୋଟିଏ ଗୋଟିଏ ବର୍ଣ୍ଣକୁ ନେଇ ଗୋଟିଏ ଗୋଟିଏ ଚୌପଦୀ ରଚିତ ହୋଇଛି। ଏହି କ୍ଷେତ୍ରରେ ଚୌପଦୀ ହିଁ ପ୍ରାଧାନ୍ୟ ପାଏ, ନାମକରଣରେ ଚଉତିଶାର ସ୍ଥାନ ନାହିଁ। ତେଣୁ ଏଠି ଆପଣମାନେ ନିଶ୍ଚିତ ଦ୍ୱନ୍ଦ୍ୱରେ ପଡ଼ିବେ। ଚଉତିଶା କଥା ଆମେ ଆଲୋଚନା କରୁଥିଲେ, ବର୍ତ୍ତମାନ ଚୌପଦୀ ଶବ୍ଦ ମଧ୍ୟ ଏଥିରେ ଆମେ ପ୍ରବେଶ କରେଇଲେଣି। ତେଣୁ ଚଉତିଶାର କବି ସାଧାରଣତଃ ଜଣେ, କିନ୍ତୁ ବିରଳତଃ ଗୋଟିଏ ଚଉତିଶା ଏକାଧିକ କବିଙ୍କର ମିଳିତ କୃତି, ଯଥା ରଘୁ ଅରକ୍ଷିତ, ବଳରାମ ଦାସ ଓ କାହ୍ନୁ ବିରଚିତ ଜ୍ଞାନ ଉଦେ ଚଉତିଶା। ଚଉତିଶା ଏକ ସ୍ୱୟଂ ସମ୍ପୂର୍ଣ୍ଣ ରଚନା। ଉପେନ୍ଦ୍ର ଭଞ୍ଜ, କେଶବରାଜ ହରିଚନ୍ଦନ ଆଦି କାବ୍ୟକାର ନିଜ ନିଜ କାବ୍ୟର ଗୋଟିଏ ଗୋଟିଏ ଛାନ୍ଦକୁ ଚଉତିଶା ନିୟମରେ ଗଢିଛନ୍ତି। ସେହି ଅବସ୍ଥାରେ ଛାନ୍ଦଟି ଚଉତିଶା ନ ବୋଲାଇ ଛାନ୍ଦ ନାମରେ ହିଁ ଆଖ୍ୟାତ ହୁଏ। ପୁଣି ଆସିଲା, ଆମେ ଚଉତିଶା ପଢୁଥିଲେ, ଚୌପଦୀ ଶବ୍ଦ ଆମେ ବ୍ୟବହାର କଲେ, ପୁଣି ଛାନ୍ଦ ଶବ୍ଦ ମଧ୍ୟ ବ୍ୟବହାର କରୁଛେ। ତେଣୁ ଆପଣମାନେ ଦ୍ୱନ୍ଦ୍ୱରେ ପଡ଼ିବେ ନାହିଁ। ଚଉତିଶା, ଚୌପଦୀ, ଛାନ୍ଦ ଏସବୁ ପାଖାପାଖି। ଜଗନ୍ନାଥ ପାଣି ଯୋଉ ଚଉତିଶା ଶୈଳୀରେ କ ଖ ଆଦି ବର୍ଣ୍ଣକୁ ଆଦ୍ୟରେ ରଖି ଗୋଟିଏ ଗୋଟିଏ ଛାନ୍ଦ ମାଧ୍ୟମରେ ସମୁଦାୟ 34 ଛାନ୍ଦରେ ପ୍ରମୋଦ ଚିନ୍ତାମଣି କାବ୍ୟ ଲେଖିଛନ୍ତି, କିନ୍ତୁ ତାହା ଛନ୍ଦ କାବ୍ୟ ବୋଲାଏ, ଚଉତିଶା କାବ୍ୟ ନୁହେଁ। ପ୍ରାୟ ସବୁ ଓଡ଼ିଆ ଛନ୍ଦ ବା ରାଗ ଚଉତିଶାରେ ବ୍ୟବହୃତ ହୋଇଛି। କେତେକ ଚଉତିଶାର ଛନ୍ଦ ସାଧାରଣତଃ ପ୍ରଚଳିତ ନୁହେଁ। ଅପ୍ରଚଳିତ ଛନ୍ଦରେ ଚଉତିଶା ରଚିତ ହେବା ପରେ ସେଇ ଛନ୍ଦଟି ଚଉତିଶାର ବାଣୀ ଭାବରେ ପରିଚିତ ହୁଏ, ଯଥା କେଶବ କୋଇଲି ବାଣୀ, ଉଦ୍ଧବ ଚଉତିଶା ବାଣୀ, କୃଷ୍ଣ କଳସା ବାଣୀ, ଗନ୍ଧ ଚଉତିଶା ବାଣୀ ବା ଚଉତିଶା ବାଣୀ, ବିପ୍ରସିଂହା ଚଉତିଶା ବାଣୀ, ମଧୁପ ଚଉତିଶା ବାଣୀ। ଅନେକ କ୍ଷେତ୍ରରେ ମୂଳ ଚଉତିଶାଟି ବର୍ତ୍ତମାନ ଲୋପ ପାଇଗଲାଣି, କିନ୍ତୁ ତାହାର ବାଣୀ ଗୁଡ଼ିକ ଚଳୁଛି। ସର୍ବବିଧ ରସ ଚଉତିଶାର ଉପଜୀବ୍ୟ, ମାନେ ରସ ନିଶ୍ଚିତ ରୂପେ ରସବୋଧ ଚଉତିଶାର ମୁଖ୍ୟ ଅନ୍ତକରଣକୁ ଆହୁରି ପ୍ରତିଷ୍ଠା ଦିଏ, ଆହୁରି ସୁନ୍ଦର କରେ।
ଶୃଙ୍ଗାର ରସାତ୍ମକ 34 ସଂଖ୍ୟାଧିକ ଏଥିରେ ବିରହ କାଳରେ ମିଳନର ସ୍ମୃତି ଓ ବିଚ୍ଛେଦର ବେଦନା ପ୍ରାଧାନ୍ୟ ପାଏ। ଭକ୍ତିମୂଳକ 34 ଓ ବ୍ରହ୍ମଜ୍ଞାନ ଗର୍ଭକ 34 ସଂଖ୍ୟାରେ କମ୍ ନୁହେଁ। ତାହାର କାହାଣୀ ଭାଗ ଯୋଗୁଁ ଆଖ୍ୟାନମୂଳକ 34 ସଂଖ୍ୟାରେ ବିଶେଷ ନ ହେଲେ ଖୁବ୍ ଲୋକପ୍ରିୟ। ଯେମିତିକି ମଥୁରା ବିଜେ 34, କଳା କଳେବର 34, ଶକୁନ୍ତଳା 34, ଗୌରା କଳସା, ମାୟାମୃଗ 34, ଉପେନ୍ଦ୍ର ଭଞ୍ଜ ଅଳଙ୍କାର ଶାସ୍ତ୍ରୋକ୍ତ ଲକ୍ଷଣ ବର୍ଣ୍ଣନା କରି କେତେକ 34 ରସପଞ୍ଚକରେ ମଧ୍ୟ ରହିଛି। ଦନାଇ ଦାସଙ୍କ ଭଲ ମନ୍ଦ 34, ଏହି ସଦୁକ୍ତି ଗର୍ଭକ ରଚନା। ଲୋକନାଥଙ୍କର ବା 34, ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଲୋକନାଥଙ୍କର ବା 34, ତେବେ ଲୋକନାଥଙ୍କର ଅନ୍ୟ ଗୋଟେ ନାଁ ଆମେ ଜାଣିଥିଲେ ଯୋଉଟା ନାଥିଆ, ସେଟାକୁ ମଧ୍ୟ ଆପଣମାନେ ମନେ ରଖିବେ, ଯୋଉଟା କି ସେ ଗୋଟେ କୋଇଲି ସମ୍ପର୍କରେ ଆମେ ଯେତେବେଳେ ଆଲୋଚନା କରୁଥିଲେ, ଜ୍ଞାନୋଦୟ କୋଇଲି ତାଙ୍କରି। ତେଣୁ କବି ନାଥିଆଙ୍କର ଯୋଉ 34 ମଧ୍ୟ ରହିଛି ବା 34, ତାକୁ ଆପଣମାନେ ମନେ ରଖିବେ। ତାଙ୍କର ଦୁଇଟା ନାଁ, ଗୋଟେ ହଉଛି ଲୋକନାଥ ଆଉ ଗୋଟେ ହଉଛି ନାଥିଆ। ଏବଂ ତା ସହିତ ଆହୁରି ଯୋଉଟା ଅଛି ଦନାଇ ଦାସଙ୍କର ଭଲ ମନ୍ଦ 34 ଗୋଟେ ଅଛି, ତାକୁ ଆପଣମାନଙ୍କୁ ମନେ ରଖିବାକୁ ପଡିବ। ଏତଦ୍ ବ୍ୟତୀତ ଉପେନ୍ଦ୍ର ଭଞ୍ଜଙ୍କର ଅଳଙ୍କାର ଶାସ୍ତ୍ରୋକ୍ତ ଲକ୍ଷଣ ବର୍ଣ୍ଣନା କରି କେତେକ 34 ରହିଛି, ଯାହାକି ରସ ପଞ୍ଚକରେ ଅଛି, ତାକୁ ଆପଣ ଟିକେ ମନେ ରଖିବେ। ନାରାୟଣ ଦାସଙ୍କର ଶୂନ୍ୟ ରାହାସ 34, ଯାହା 34 ଅଧ୍ୟାୟ ଅଛି। ପ୍ରତି ଅଧ୍ୟାୟରେ 34 ପଦ ବା ନବାକ୍ଷରୀ ଓ ତାର ଆଦ୍ୟ ବର୍ଣ୍ଣ କ୍ରମ କ ଠାରୁ କ୍ଷ ପର୍ଯ୍ୟନ୍ତ ଅଛି। ଉପେନ୍ଦ୍ର ଭଞ୍ଜଙ୍କ ଛାନ୍ଦଭୂଷଣ ମଧ୍ୟ ଏହି ରୀତିରେ ଗଢ଼ା, କିନ୍ତୁ ତାହାର ଛାନ୍ଦ ଗୁଡ଼ିକର ପଦ ସଂଖ୍ୟା 20। ଏଇଟା ମନେ ରଖିବେ, ଛାନ୍ଦଭୂଷଣର ପଦ ସଂଖ୍ୟା 20, 34 ଆଦୌ ନୁହେଁ। ତେଣୁ ପଦ ସଂଖ୍ୟା ଛାନ୍ଦଭୂଷଣର 20, ଯାହାକି ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି। ମୋଟ ଉପରେ କହିବାକୁ ଗଲେ 34 ଓଡ଼ିଆ ପ୍ରାଚୀନ ସାହିତ୍ୟର ଏକ ବୈଚିତ୍ର୍ୟମୟ ସମ୍ପଦ କହିଲେ କିଛି ଭୁଲ ହେବ ନାହିଁ। ତେବେ ଶ୍ରୋତା ବନ୍ଧୁ, ମୁଁ ଆପଣଙ୍କୁ 34 ଶବ୍ଦ କହିଲା ବେଳେ, 34 ସମ୍ପର୍କରେ ଆଲୋଚନା କଲା ବେଳେ ଆପଣମାନଙ୍କୁ ଚୌପଦୀ ଶବ୍ଦ କହିଛି, ଆପଣମାନଙ୍କୁ ଛନ୍ଦ ଶବ୍ଦ କହିଛି, ଛନ୍ଦ ଶବ୍ଦ ପରେ ବାଣୀ ଶବ୍ଦ କହିଛି, ଏବଂ ତା ସହିତ ଆଉ ଯୋଉ ସବୁ ରୂପ ଗୁଡ଼ିକ ମାନେ ବଦଳୁଛି 34ରେ, ତାକୁ ମଧ୍ୟ ଆପଣମାନଙ୍କୁ ମନେ ରଖିବା ପାଇଁ କହିଛି। ତ ସଙ୍ଗୀତମୟତା ଆଉ ଯୋଉ ସେ ଚୌପଦୀ 34 ଗୁଡ଼ିକର ମୁଖ୍ୟ କଥା, ଧ୍ରୁବ ଅନ୍ତରା ଓ ଆଳାପ ଓ ଆଭୋଗ ଯୋଉ ଭଣିତା, ଏଗୁଡ଼ିକ ମଧ୍ୟ ଥାଏ। ତେଣୁ ଚୌପଦୀକୁ ଆପଣମାନେ ଅତି କଳାତ୍ମକ ରୂପ ଭାବରେ ଗ୍ରହଣ କରିବେ, ତଥା ତାକୁ ମନେ ରଖିଲା ବେଳେ ନିଶ୍ଚିତ ଭାବରେ ଆଉ ଅନେକ କଥା ପ୍ରତି ଧ୍ୟାନ ଦେବେ। ଆଜିର ଅଡିଓଟି କେମିତି ଲାଗିଲା, ଆପଣମାନଙ୍କର ମତାମତ ଅପେକ୍ଷାରେ। ଧନ୍ୟବାଦ।